ଲଙ୍କାର ଯୁଦ୍ଧରେ କିଏ ଥିଲା ରାବଣର ସବୁଠାରୁ ଭୟଙ୍କର ଗୁପ୍ତ ମିତ୍ର, ଯାହାକୁ କେବଳ 5 ମୁଖରେ ହିଁ ମାରିବାର ସମ୍ଭବ ଥିଲା। ଆପଣ କ'ଣ ରାମାୟଣର ସେହି ଅଂଶ ପଢ଼ିଛନ୍ତି ଯେଉଁଠାରେ ହନୁମାନଙ୍କ ପୁଅ ନିଜ ବାପାଙ୍କୁ ପାତାଳ ଲୋକର ଦ୍ୱାରରେ ଅଟକାଇ ଦେଇଥିଲା? ଆପଣ କ'ଣ କେବେ ଭାବିଛନ୍ତି କି ଜଣେ ବାଳ ବ୍ରହ୍ମଚାରୀଙ୍କ ପୁଅ କିପରି ହୋଇପାରେ? ରାମାୟଣର ଏହି ଗୁପ୍ତ ଅଧ୍ୟାୟ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ। ନମସ୍କାର ବନ୍ଧୁଗଣ, ଆମ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆସନ୍ତୁ ଏହାର ସମ୍ପୂର୍ଣ୍ଣ ରହସ୍ୟ ଜାଣିବା। ତା ଆଗରୁ ଯଦି ଆମ ଚ୍ୟାନେଲରେ ଆପଣ ନୂଆ ଅଛନ୍ତି ଆଉ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ ଆଗକୁ ଏମିତି ସବୁ ରହସ୍ୟମୟ କାହାଣୀ ସବୁ ଜାଣିବା ପାଇଁ। ଆଉ ଭିଡ଼ିଓଟିକୁ ଶେଷ ଯାଏଁ ନିହାତି ଦେଖନ୍ତୁ। ଆସନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଓ ଲଙ୍କାପତି ରାବଣ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିଲା। ରାବଣର ବଡ଼ ବଡ଼ ଯୋଦ୍ଧାମାନେ ମୃତ୍ୟୁବରଣ କଲେ। ଏପରିକି ମେଘନାଦ ମଧ୍ୟ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ହାତରେ ନିହତ ହେଲା। ଯୁଦ୍ଧରେ ପରାଜୟ ନିଶ୍ଚିତ ଜାଣିସାରିବା ପରେ ରାବଣ ଶେଷରେ ତାର ଭାଇ ଅହିରାବଣ ଓ ମହିରାବଣକୁ ସ୍ମରଣ କଲା। ଅହିରାବଣ ଓ ମହିରାବଣ ତନ୍ତ୍ର ମନ୍ତ୍ର ଓ କଳା ଯାଦୁ ବିଦ୍ୟାରେ ଅତ୍ୟନ୍ତ ନିପୁଣ ଥିଲେ ଏବଂ ସେମାନେ ପାତାଳ ଲୋକରେ ବାସ କରୁଥିଲେ। ରାବଣ ସେମାନଙ୍କୁ କହିଲା ଯେ ଯଦି ସେମାନେ କୌଣସି ଉପାୟରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଯୁଦ୍ଧ କ୍ଷେତ୍ରରୁ ହଟାଇ ଦିଅନ୍ତି, ତେବେ ଯାଇ ଲଙ୍କା ବିପଦରୁ ରକ୍ଷା ପାଇପାରିବ। ଅହିରାବଣ କପଟ, ମାୟା ଓ ଅପହରଣ କରି ଭାଇ ରାବଣଙ୍କୁ ସାହାଯ୍ୟ କରିବା ପାଇଁ ଜାଲ ବିଛାଇଲା। ସେ ଜାଣିଥିଲା ଯେ ହନୁମାନ ସର୍ବଦା ରାମ ଓ ଲକ୍ଷ୍ମଣଙ୍କର ଜଗୁଆଳି ଭାବରେ ରହୁଛନ୍ତି, ତେଣୁ ସେମାନଙ୍କୁ ଅପହରଣ କରିବା ଏତେଟା ସହଜ ନୁହଁ। ତେଣୁ ଅହିରାବଣ ପ୍ରଥମେ ରାମଙ୍କ ପରମ ଭକ୍ତ ବିଭୀଷଣର ରୂପ ଧାରଣ କଲା। ଛଦ୍ମବେଶୀ ହୋଇ ଅହିରାବଣ ରାମଙ୍କ କୁଟୀର ପାଖକୁ ଆସି ହନୁମାନଙ୍କୁ ଚକମା ଦେଇ କୁଟୀର ଭିତରେ ପ୍ରବେଶ କଲା। ସେଠାରେ ସେ ନିଜର ମାୟାବୀ ଶକ୍ତି ବଳରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଗଭୀର ନିଦ୍ରାରେ ଶୁଆଇଦେଲା। ତାପରେ ସେ ଉଭୟଙ୍କୁ ନିଜ ଖାନ୍ଦରେ ବୋହି ନେଇ ପାତାଳ ଲୋକକୁ ଚାଲିଗଲା। ଶ୍ରୀରାମ ଓ ଲକ୍ଷ୍ମଣ ନିଖୋଜ ହେବା କଥା ଜାଣିବା ପରେ ସମସ୍ତେ ବହୁତ ବିବ୍ରତ ହୋଇପଡ଼ିଥିଲେ। ପ୍ରକୃତରେ ବିଭୀଷଣ ଆସି ସମସ୍ତ କଥା ଜାଣିବା ପରେ ବୁଝିପାରିଲେ ଯେ ଏହା ନିଶ୍ଚୟ ଅହିରାବଣର କାମ। ସେ ତୁରନ୍ତ ପାତାଳ ଲୋକକୁ ଯାଇ ତାଙ୍କ ପ୍ରଭୁକୁ ଉଦ୍ଧାର କରିବା ପାଇଁ ହନୁମାନଙ୍କୁ ଅନୁରୋଧ କଲେ। ପ୍ରଭୁଙ୍କୁ ଖୋଜିବା ପାଇଁ ହନୁମାନ ପାତାଳ ଲୋକର ଦ୍ୱାର ନିକଟରେ ପହଞ୍ଚିଲେ। ସେଠାରେ ଦ୍ୱାରପାଳ ଭାବରେ ଏକ ଅଦ୍ଭୁତ ଜୀବ ଥିଲା, ଯାହାର ଅଧା ଶରୀର ଥିଲା ବାନର ଭଳି ଆଉ ଅଧା ଶରୀର ଥିଲା କୁମ୍ଭୀର ଭଳି। ସେହି ଦ୍ୱାରପାଳ ନିଜକୁ ମକରଧ୍ୱଜ ବୋଲି ପରିଚୟ ଦେଲା ଏବଂ କହିଲା ଯେ ସେ ହନୁମାନଙ୍କର ପୁତ୍ର। ଏହା ଶୁଣି ହନୁମାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେ ହେଉଛନ୍ତି ବାଳ ବ୍ରହ୍ମଚାରୀ। ମକରଧ୍ୱଜ କାହାଣୀ ଶୁଣାଇଲା ଯେ ଥରେ ଲଙ୍କା ଦହନ ପରେ ଯେତେବେଳେ ହନୁମାନ ସମୁଦ୍ରରେ ନିଜ ଦେହକୁ ଥଣ୍ଡା କରୁଥିଲେ, ତାଙ୍କ ଦେହରୁ ବାହାରିଥିବା ଏକ ବୀର୍ଯ୍ୟ ବିନ୍ଦୁ ଜଳରେ ପଡ଼ିଲା। ତାହାକୁ ଏକ ମକର ବା କୁମ୍ଭୀର ଗିଳି ଦେଇ ଗର୍ଭବତୀ ହେଲା ଏବଂ ମକରଧ୍ୱଜଙ୍କୁ ଜନ୍ମ ଦେଲା। ପରେ ମହିରାବଣ ସେହି ମକରଧ୍ୱଜଙ୍କୁ ନିଜ ସେନାର ଦ୍ୱାରପାଳ ଭାବେ ନିଯୁକ୍ତି କରିଥିଲା। ହନୁମାନ ନିଜ ପୁତ୍ରର ପରିଚୟ ପାଇ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ବାନ୍ଧିଦେଲେ ଏବଂ ପାତାଳ ଲୋକ ଭିତରକୁ ପ୍ରବେଶ କଲେ। ପାତାଳ ଲୋକ ଭିତରେ ହନୁମାନ ଦେଖିଲେ ଯେ ଅହିରାବଣ ଏକ ମହାକାଳୀ ମନ୍ଦିରରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ବଳି ଦେବା ପାଇଁ ପ୍ରସ୍ତୁତ କରୁଛି। ହନୁମାନଙ୍କୁ ଦେଖିବା ପରେ ଅହିରାବଣ ହସି ହସି କହିଲା ଯେ ତାକୁ ମାରିବା ଅସମ୍ଭବ, କାରଣ ତାକୁ ଏକ ବରଦାନ ମିଳିଛି। ସେହି ବରଦାନ ଅନୁସାରେ ମନ୍ଦିରର 5ଟି ଭିନ୍ନ ଦିଗରେ ଜଳୁଥିବା 5ଟି ଦୀପକୁ ଯିଏ ଏକା ସାଙ୍ଗରେ ଲିଭେଇ ଦେବ, କେବଳ ସେ ହିଁ ଅହିରାବଣକୁ ବଧ କରିପାରିବ। ପ୍ରଭୁଙ୍କୁ ରକ୍ଷା କରିବା ପାଇଁ ହନୁମାନ ଆଉ ବିଳମ୍ବ ନ କରି ତୁରନ୍ତ ପଞ୍ଚମୁଖୀର ରୂପ ଧାରଣ କଲେ। ଏହା ଥିଲା ତାଙ୍କ ଶକ୍ତିର ଏକ ଅଦ୍ଭୁତ ସ୍ୱରୂପ। ପୂର୍ବ ଦିଗକୁ ହନୁମାନ ମୁଖ ଶତ୍ରୁମାନଙ୍କୁ ବିନାଶ କରିବା
ଆଉ ଶତ୍ରୁ ଭୟରୁ ମୁକ୍ତି କରିବା ପାଇଁ। ପଶ୍ଚିମ ଦିଗକୁ ଗରୁଡ଼ ମୁଖ, ସମସ୍ତ ପ୍ରକାରର ବାଧା ବିଘ୍ନ ଓ ବିଷକୁ ନଷ୍ଟ କରିବା ପାଇଁ। ଉତ୍ତର ଦିଗ ବରାହ ମୁଖ, ସମସ୍ତ ପ୍ରକାର ଗ୍ରହ ଦୋଷ ଓ ଅଶୁଭ ଶକ୍ତିକୁ ଦୂର କରିବା ପାଇଁ। ଦକ୍ଷିଣ ଦିଗ ନରସିଂହ ମୁଖ, ସମସ୍ତ ପ୍ରକାର ଭୟ ଓ ଶତ୍ରୁମାନଙ୍କୁ ସମାପ୍ତ କରିବା ପାଇଁ। ଉପର ଦିଗ ହୟଗ୍ରୀବ ମୁଖ, ଜ୍ଞାନ ଓ ବିଦ୍ୟା ପ୍ରଦାନ କରିବା ପାଇଁ। ତ ଏହିଭଳି ଭାବରେ ହନୁମାନ ନିଜର 5ଟି ମୁଖର ବ୍ୟବହାର କରି ଏକା ସାଙ୍ଗରେ 5ଟି ଦୀପକୁ ଲିଭାଇ ଦେଲେ। ବରଦାନର ଶକ୍ତି ନଷ୍ଟ ହେବା ମାତ୍ରେ ସେ ଅହିରାବଣକୁ ଭୟଙ୍କର ଯୁଦ୍ଧରେ ବଧ କଲେ ଏବଂ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ମୁକ୍ତ କରି ଲଙ୍କାକୁ ଫେରାଇ ଆଣିଲେ। ଏହିପରି ଭାବରେ ପ୍ରଭୁଙ୍କ ସେବା ଓ ରକ୍ଷା କରିବା ପାଇଁ ହନୁମାନ ପଞ୍ଚମୁଖୀ ଅବତାର ଧାରଣ କରିଥିଲେ। ତେଣୁ ଏହି ରୂପକୁ ସଙ୍କଟମୋଚନର ସର୍ବଶ୍ରେଷ୍ଠ ଓ ସର୍ବଶକ୍ତିମାନ ରୂପ ବୋଲି ବିଶ୍ୱାସ କରାଯାଏ। 5 ମୁଖ, 5 ଦିଗ, 1 ଶକ୍ତି ହନୁମାନ। ଏହିପରି ଅଜଣା ପୌରାଣିକ କାହାଣୀ ଆଉ ଶକ୍ତିର ରହସ୍ୟ ଶୁଣିବାକୁ ଆମ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। ଆଉ ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟରେ ଜୟ ଶ୍ରୀରାମ ଲେଖିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ରହିଲି, ପୁଣି ଦେଖାହବ ଆଉ ଗୋଟେ ନୂଆ ଭିଡ଼ିଓ ସହିତ। ଜୟ ଜଗନ୍ନାଥ।